ଏଇଟା ଲାଲ କୋଠା ତ ସମସ୍ତେ ଦେଖିପାରୁଛ। ତେଣୁ ଏଠି କ'ଣ ସବୁ ହେଲା ସେଟା ଜଣାଇ ଦିଆହେବ। ଯେଉଁ ଭିଡ଼ିଓ ଦେଖିଲ ମୁଁ କେଉଁଠି ଯାଇଥିଲି ସେଇଟା ତ ତୁମେ ସମସ୍ତେ ଜାଣିସାରିଥିବ। ତେଣୁ ଯାଇକି ଯାହା ଶୁଣିଲି ଏବଂ ତୁମମାନେ ମଧ୍ୟ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମ୍ ଯେହେତୁ ହେଉଥିଲା ତୁମମାନେ ମଧ୍ୟ ଶୁଣିଥିବ। ଏଇ ଯେଉଁ ଆମର ଜେଟିର କେସ୍ ଯେଉଁ ଚାଲିଛି ଡିଷ୍ଟ୍ରିକ୍ଟ ଆଉ ଷ୍ଟେଟ୍, ତ ଏଇ ଆଜି ଗୋଟେ ହିଆରିଂ ହେଲା। ଆଜି ଯେମିତି ଗଲି ଯାଇକି ମଧ୍ୟ ଶୁଣିଲି ଏବଂ ତାହାକୁ ଆଜି ଭିଡ଼ିଓରେ ମୁଁ କହିବି ଏବଂ ସମସ୍ତଙ୍କୁ ଶୁଣାଇବି। ନେକ୍ସଟ ଯେଉଁ ସୋମବାର ପାଇଁ ହିଆରିଂ ପାଇଁ ଡେଟ୍ କରାହେଇଛି ସେଇଦିନ ମଧ୍ୟ ଯିବି ଏବଂ ଏମିତି ସୂଚନା ମୁଁ ତୁମମାନଙ୍କୁ ଦେବି। ତେଣୁ ଯେଉଁ ଭାଇମାନେ ଜାଣିବା ପାଇଁ ଚାହୁଁଥିବେ ତାହେଲେ ଟିକେ ସବସ୍କ୍ରାଇବ୍ କରିଥାନ୍ତୁ, କାରଣ ନେକ୍ସଟ ହିଆରିଂ ଯେବେ ହେବ ସେମିତି ମୁଁ ଯାଇକି ଶୀଘ୍ର ସେ ଭିଡ଼ିଓ କରିକି ସମସ୍ତଙ୍କୁ ଜଣାଇଦେବି। ଏବେ ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜି କ'ଣ କ'ଣ ହେଲା କୋର୍ଟରେ। ଫାର୍ଷ୍ଟ ବେଞ୍ଚରେ ସମସ୍ତେ ଜାଣିଥିଲେ ଆମ ଡିଷ୍ଟ୍ରିକ୍ଟ ପିଲା ୱିନ୍ କରିଥିଲେ। ତ ସେଥିରେ ଅସନ୍ତୁଷ୍ଟ ହୋଇ ଯେଉଁ ପିଲାମାନେ ଡ୍ରାଫ୍ଟ ଲିଷ୍ଟରେ ଆସିଥିଲେ ସେମାନେ ପୁଣି ଥରେ କେସ୍ କରିଥିଲେ ଡିଭିଜନ ମ୍ୟାଚ୍ରେ। ସେଥିରେ ତାଙ୍କର ତିନି ଜଣ କେସ୍ କରିଥିଲେ, ତା ସହିତ ଏଜି ମଧ୍ୟ କରିଥିଲେ ଡିଭିଜନ ମ୍ୟାଚ୍ରେ। ତେଣୁ ଯେହେତୁ ସେମାନେ 4 ଜଣ ଅଛନ୍ତି ଏବଂ ଏଠି ଆମର ଅପୋଜିଟ୍ ପାର୍ଟି ହୋଇଗଲେ କିଏ, ଆମର ଯିଏ ଜିତିଥିଲେ ସମୀର ସାର୍। ତେଣୁ ତାଙ୍କୁ ଗୋଟେ ସାଇଡ଼୍ରେ ବସାଇ ଦିଆହେଇଛି। ତେଣୁ ଯେହେତୁ ଏମାନେ ହେଇଛନ୍ତି ଏବେ ପିଟିସନର, ତେଣୁ ଏମାନଙ୍କ କଥା ଆଗେ ଶୁଣାଗଲା। ତେଣୁ ଏଇ 2-3 ଜଣ ଯାହା କହିଲେ ସମସ୍ତେ କହିଲେ ଯେ ଡିଷ୍ଟ୍ରିକ୍ଟ ଆଉ ଷ୍ଟେଟ୍ ମଧ୍ୟରେ ଷ୍ଟେଟ୍ ମେରିଟ୍ ହିଁ ଭଲ, ଆଉ ଷ୍ଟେଟ୍ ମେରିଟ୍ ଆସିଲେ ହିଁ ମେରିଟ୍ ପିଲା ଆସିଲେ ହିଁ ଶିକ୍ଷା ଭଲ ହୋଇପାରିବ ବୋଲି ସେମାନେ କହିଲେ। କିନ୍ତୁ ଯେଉଁ ଡିଷ୍ଟ୍ରିକ୍ଟ ୱାଇଜ୍ ମେରିଟ୍ ଲିଷ୍ଟ ଆସିବାର ଯେଉଁଟା 8.3 ଅଛି ସେଇଟା ତ ରିଜଲ୍ୟୁସନ୍ରେ ଲେଖା ହେଇଛି, ସେଇ କପି ମଧ୍ୟ ଜଜ୍ ପାଖରେ ଅଛି। ତେଣୁ ଯେତେବେଳେ ସେଇଟା ପହଞ୍ଚୁଛି, ଯେତେବେଳେ ଆର୍ଗୁମେଣ୍ଟ ହେଉଛି, ଜଜ୍ କହୁଛନ୍ତି ଯେ 8.3ରେ ଯାହା ଅଛି ଯେ ଡିଷ୍ଟ୍ରିକ୍ଟ ୱାଇଜ୍ ମେରିଟ୍ ଲିଷ୍ଟ କାହିଁ କାଢ଼ୁନ। ସେଇଠୁ ସେମାନେ ବିଭିନ୍ନ ପ୍ରକାର ଆର୍ଗୁମେଣ୍ଟ କରୁଛନ୍ତି। ସେଥିମଧ୍ୟରୁ ସେମାନେ 8.2ଟାକୁ ବେଶୀ ଫୋକସ୍ କରୁଛନ୍ତି। ଆଉ 8.1ରେ ଲେଖା ହେଇଥିଲା କ'ଣ ନା, ଗୋଟେ ପ୍ରୋଭିଜନାଲ୍ ଲିଷ୍ଟ ଆସିବ ଯେଉଁଟାରେ କି ସମସ୍ତ ଆପ୍ଲିକେଣ୍ଟମାନଙ୍କର ନାଁ ରହିବ, ସେଇଟା ହେଇଗଲା। ସେକେଣ୍ଡରେ ଥିଲା CBD ଟେଷ୍ଟ। ଆଉ CBD ଟେଷ୍ଟରେ ହିଁ ସେମାନେ କହୁଛନ୍ତି ଯେ ତାଙ୍କର ପର୍ଫର୍ମାନ୍ସ ଯେଉଁ ଲାଷ୍ଟରେ କହିଥିଲେ ଯେ CBD ଟେଷ୍ଟଟା ଏଇଥିପାଇଁ କରାହେଇଛି 8.2ରେ କୁହାଯାଇଛି ଯେ ସେଇଠୁ ମେରିଟ୍ଟା ବଛା ହେଉଛି ବୋଲି ସେ କହୁଛନ୍ତି। କିନ୍ତୁ CBD ଟେଷ୍ଟ ସମସ୍ତେ ଦେଇଛନ୍ତି। ଆଉ CBD ଟେଷ୍ଟ ତ ସମସ୍ତେ ଏଇଥିପାଇଁ ଦେଲେ ଯେ ଡିଷ୍ଟ୍ରିକ୍ଟ ୱାଇଜ୍ ସେମାନଙ୍କୁ ଯେହେତୁ ଭାଗ କରାଯିବ, ସେଇ ଗୋଟେ ଡିଷ୍ଟ୍ରିକ୍ଟ ଯେତିକି ଜଣ ରହିବେ ସେମାନଙ୍କୁ ତ କିଛି ମାର୍କ ରହିବା ଦରକାର ନା। ତେଣୁ ନହେଲେ ଯଦି ସେ CBD ଟେଷ୍ଟ ନ ହେବ ତାହେଲେ କେମିତି ପିଲାମାନଙ୍କୁ ସିରିଏଲି କରିବେ। ଏଇଟା ସେଇଥିପାଇଁ କରାହେଇଛି ଯେ କାରଣ ହେଉଛି ଯେ ଏଇଆ ଯେ CBD ଟେଷ୍ଟ କରାହେଲା କାରଣ କିଛି ମାର୍କ ରଖିଲେ ସେମାନଙ୍କୁ ସେ ଉପରୁ ତଳକୁ କ୍ୟାଟେଗୋରୀ ୱାଇଜ୍ ଗୋଟେ ଡିଷ୍ଟ୍ରିକ୍ଟରେ ସେମାନଙ୍କୁ ଭାଗ କରିକି ସିରିଏଲ୍ କରାଯିବ ଏଇଥିପାଇଁ। କିନ୍ତୁ ପମି ମ୍ୟାମ୍ କହୁଛନ୍ତି ଯେ ସେ ଯେଉଁ CBD ଟେଷ୍ଟ ହେଇଗଲା ସେଇଠି ସବୁ ମେରିଟ୍ ବାଛା ହେଇକି କଟିଗଲେ। ତେଣୁ ଡିଷ୍ଟ୍ରିକ୍ଟ ୱାଇଜ୍ ତାପରେ ଯେ ସେ ଯେଉଁ 20,000 ହେଇଗଲେ ସେଇଗୁଡ଼ାକୁ ଡିଷ୍ଟ୍ରିକ୍ଟ ୱାଇଜ୍ ନିଆଯିବ। କିନ୍ତୁ ପ୍ରକୃତ କଥା ସେଇଟା ନୁହଁ। CBD ଟେଷ୍ଟ ସମସ୍ତଙ୍କର ହେଇଛି, ସେଇଠି 20,000 ବଛା ହେଇନି। ତେଣୁ ଆଉ ହେବ ମଧ୍ୟ ନୁହଁ। ଜଜ୍ ମଧ୍ୟ ବାର କହୁଛନ୍ତି ଯେ 8.3 କଥା, କାରଣ ଯେଉଁମାନେ ଶୁଣିଥିବ ବା ଦେଖିଥିବ ୟୁଟ୍ୟୁବରେ ମଧ୍ୟ ସେ ବାର କହିଛନ୍ତି ଯେ 8.3ରେ ଯେଉଁଟା ଲେଖା ହେଇଛି ଡିଷ୍ଟ୍ରିକ୍ଟ ୱାଇଜ୍ ମେରିଟ୍ ଲିଷ୍ଟଟା କାଢ଼ିବା ପାଇଁ। ଆଉ ଯେହେତୁ ସିଙ୍ଗିଲ୍ ବେଞ୍ଚରେ ଜଜ୍ ଖାରଜ କରିଥିଲେ ମେରିଟ୍ ଲିଷ୍ଟଟାକୁ, ତେଣୁ ସେ ମଧ୍ୟ କହିଥିଲେ ଡିଷ୍ଟ୍ରିକ୍ଟ ୱାଇଜ୍ ମେରିଟ୍ ଲିଷ୍ଟ କାଢ଼ିବା ପାଇଁ। ତେଣୁ ଡିଭିଜନ ବେଞ୍ଚରେ ମଧ୍ୟ ଜଜ୍ ସେଇଆ କହିଥିଲେ ଯେ ଡିଷ୍ଟ୍ରିକ୍ଟ ୱାଇଜ୍ ସାନିମିଲିଟି ଡିଷ୍ଟ୍ରିକ୍ଟ ୱାଇଜ୍ ମେରିଟ୍ ଲିଷ୍ଟ କାହିଁକି କାଢ଼ୁନ ବୋଲି। ତ ସେମିତି ଆର୍ଗୁମେଣ୍ଟ ଚାଲୁ ଯେହେତୁ ଗୋଟେ ସାଇଡ଼୍ର ତାଙ୍କର ସମସ୍ତେ କହିଲେ, ତାପରେ ଆମର ଆଉ ଗୋଟେ ସାଇଡ଼୍ରେ ରହିଛନ୍ତି କ'ଣ, ସମୀର ସାର୍। ବହୁତ ପିଲାମାନେ ଦ୍ୱନ୍ଦ୍ୱରେ ରହିଗଲେ ଯେ ସମୀର ସାର୍ଙ୍କୁ କାହିଁକି ଏପର୍ଯ୍ୟନ୍ତ କୁହାଗଲା ନାହିଁ ବା ସେ କିଛି କାହିଁକି କହିଲେ ନାହିଁ। କାରଣ ସେ 4 ଜଣ ଯେହେତୁ ଥିଲେ, ସେମାନେ ପାଖାପାଖି 50 ମିନିଟ୍ ପାଖାପାଖି ସେମାନେ ହିଁ କହିଲେ। ତେଣୁ ଟାଇମ୍ ବି ମଧ୍ୟ ବହୁତ କମ୍। ତେଣୁ ସେଇଥିପାଇଁ ଜଜ୍ କହିଥିଲେ ଯେ କାଲି ତାର ଶୁଣାଣିଟା କରାଯିବ। କିନ୍ତୁ ସେ ସାଇଡ଼୍ର ଯେଉଁ ଆଡ଼ଭୋକେଟ୍ ମାନେ ଥିଲେ ସେମାନେ କ'ଣ କହିଲେ ନା କାଲି ନୁହେଁ ସୋମବାର ଦିନ କରିବା। ତେଣୁ ଜଜ୍ ମଧ୍ୟ ତାଙ୍କ କଥାକୁ ରଖିଲେ ଏବଂ ସେଇଠି ମଧ୍ୟ
एडवोकेट मैंने कहते जे दुईटा पखापाखि सोमवार दिन किंतु जज कहले कौन ना दुईटा नुहे सकाल से 10:30 पखापाखि ही हेब या ही डिसाइड होती तेणु फाइनाल भेडिक्टी बा फाइनाल जजमेंटटी सोमवार दिन आसब तेणु समस्ते सोमवार को जगी रख एतकी कहबी जितकी मुझे शुणिली जितकी मुझे जानी जितकी मुझे बुझीपारी एठू मुझे जहाँ जानीपारुची डिस्ट्रिक्ट वाइज मेल लिस्ट ही आसब यहाँ मुझे जहाँ बुझी से मैंने चेष्टा करते जन एडवोकेट जाइए 4 जन 3 जन एडवोकेट सहित एजी अच्छा से मैंने जेको समस्ते जज को कन्भिन्स करने चाहते जे मेरिट्र विन हो बोले किंतु जज जेहेतु रिजोल्यूशन लिखाई डिस्ट्रिक्ट वाइज मेल लिस्ट आसब तेणु सेटा को बुझी तेणु सेटा से अटल अच्छा आउ फाइनाली मुझे जहाँ भावी डिस्ट्रिक्ट वाइज मेल लिस्ट ही आसब सोमवार दिन यार फाइनाल रिजल्ट आसब एबे जज मो जाने भितर जितकी जानले ता सहित फास्ट बेंच रे जो जज थे सहित कनसल्ट करेंगे एवं जो रिजोल्यूशन अच्छी ताकू भल कि पढ़ी सोमवार दिन पुणी थे आ गोटे हियरिंग हम से हियरिंग रे जेहेतु आमर समीर सार किसी सुजोग दिज्व एवं देन तापर जाकि सोमवार दिन केस्र शेष हम एवं शेष होगा पर जमती आग भाया भेडिक्ट टिके लेट आसीला एबे भी से 2-3 दिन कि 4-5 दिन केमती लेट होकर भेडिक्ट आसब एवं से भेडिक्ट निश्चय मो भाव अनुसार मुझे जितकी बुझिली डिस्ट्रिक्ट वाइज ही हेब तेणु एथिर कहीं दुख करना कहीं कष्ट करना कारण मोर जाना भितर ड्राफ्ट लिस्ट जितकी आसते से डिस्ट्रिक्ट वाइज मेल लिस्ट आसबे तेणु समस्ते डिस्ट्रिक्ट को सपोर्ट करूँ तेणु आज वीडियो एतिकी जदि आज इनफर्मेशन टी भल लगी ताले चैनल को सब्सक्राइब कर था नेक्स्ट वीडियो मु कोर्ट को जाकि शुणिकी आसबि एवं समस्त को जन बोले मु आशा करुँच तेणु जो भाई मैंने शुणापी चाहूँ जेन्युइन कंटेंट ताहले मो चैनल को सब्सक्राइब कर रखि था।